आज ମୁଁ ଆପଣମାନଙ୍କ ସହିତ ଚିଲି ମସରୁମ୍ ରେସିପି ସେୟାର କରିବା ପାଇଁ ଯାଉଛି। ତେବେ ସେଥିପାଇଁ ପ୍ରଥମେ ଛତୁକୁ ଏଠି କାଟିକି ସେଥିରେ କିଛି ଅଦା ରସୁଣର ପେଷ୍ଟ, କିଛି କର୍ଣ୍ଣଫ୍ଲୋର, କିଛି ମଇଦା, ଗୋଟେ ଚାମଚ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଟିକେ ହଳଦୀ ପାଉଡର, 2 ଚାମଚ ରେଡ୍ ଚିଲି ପାଉଡର, କିଛି ଗରମ ମସଲା, କିଛି ଧନିଆ ପାଉଡର, ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ ପକାଇ ସାରିଲା ପରେ ସେଥିରେ କିଛି ଫୁଡ୍ କଲର୍ ନେଇଯାଇଛି। ଏବେ ସେଥିରେ ଗୋଟେ ଚାମଚ ଏଠି ସୋୟା ସସ୍ ଦେଇ ସାରିଲା ପରେ ପାଣି ଦେଇକି ହାତରେ ତାକୁ ଭଲସେ ଏମିତି ଗୋଳେଇକି ରଖିନେଇଛି। ଗୋଟେ କଡ଼େଇରେ ରିଫାଇନ୍ ତେଲକୁ ଗରମ କରିସାରିଲା ପରେ ଛତୁକୁ ଏମିତି ଛାଣିକି ରଖିନେଇଛି। ଏବେ ସେଇ କଡ଼େଇରେ ଅଳ୍ପ ଟିକେ ତେଲ ରଖିକି କିଛି ଲଙ୍କା, ରସୁଣ ଆଉ କିଛି ଅଦାକୁ ଭଲସେ ଭାଜି ସାରିଲା ପରେ ଏବେ ପିଆଜ ଆଉ କ୍ୟାପ୍ସିକମ୍କୁ ପକାଇକି ନରମ ହେଲା ପର୍ଯ୍ୟନ୍ତ ଅଳ୍ପ ଟିକେ ଲୁଣ ପକାଇକି ଭାଜି ନେଇଛି। ଏବେ ଭଲସେ ନରମ ହେଇଯିବା ପରେ ଏବେ ସେଥିରେ ସୋୟା ସସ୍, ଟମାଟୋ ସସ୍ ଆଉ ଚିଲି ସସ୍କୁ ପକାଇ ସାରିକି ଏବେ ରଖିଥିବା ଛତୁକୁ ସେଥିରେ ପକାଇକି ଭଲସେ ତାକୁ ଭାଜି ନେଇଛି। ଛତୁ ଟିକେ ଭାଜି ହେଇଯିବା ପରେ ରଖିଥିବା କର୍ଣ୍ଣଫ୍ଲୋର ସ୍ଲରିକୁ ଏବେ ମୁଁ ସେଥିରେ ପକାଇ ନେଇଛି। ଏବେ ଆମର ପ୍ରସ୍ତୁତ ହେଇଗଲା ଚିଲି ଛତୁ ବା ଚିଲି ମସରୁମ୍। କିଛି ଧନିଆ ପତ୍ର ପକାଇକି ଏଠି ମୁଁ ସର୍ଭ କରିଛି। ତେବେ କମେଣ୍ଟ ସେକ୍ସନରେ କହିବି ଭିଡ଼ିଓଟି କେମିତି ଲାଗିଲା। ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍